ଦୁର୍ଯ୍ୟୋଧନ କହିଥିଲେ ଜାନାମି ଧର୍ମଂ ନଚମେ ପ୍ରବୃତ୍ତି। ଧର୍ମ କ'ଣ ମୁଁ ଜାଣେ, କିନ୍ତୁ ସେଥିରେ ମୋର ପ୍ରବୃତ୍ତି ନାହିଁ, ଆଗ୍ରହ ନାହିଁ, ନିଷ୍ଠା ନାହିଁ। ଜାନାମି ଅଧର୍ମ, ଅଧର୍ମ ମଧ୍ୟ ଜାଣେ, ନଚମେ ନିବୃତ୍ତି, ମୁଁ ସେଥିରୁ ମୋ ନିସ୍ତାର ନିଜକୁ କରିପାରୁନାହିଁ, ସେଥିରୁ ଓହରି ପାରୁନାହିଁ। ବର୍ତ୍ତମାନ ସମାଜର ସବୁଠୁ ବଡ଼ ସମସ୍ୟାଟି କ'ଣ? ସମସ୍ୟାଟି ହେଉଛି ଏଇ ଦୁର୍ଯ୍ୟୋଧନୀ ଚେତନା। ଭଲ କ'ଣ ଆମେ ଜାଣୁ, କିନ୍ତୁ ସେଥିରେ ଆମର ରୁଚି ନାହିଁ, ସେଥିପ୍ରତି ଆମର ସମର୍ପଣ ନାହିଁ। ମନ୍ଦ କ'ଣ ଆମେ ଜାଣୁ, ସେଥିରେ ଆମେ ଲିପ୍ତ ରହୁ, ଜ୍ଞାତରେ ଅନେକ ସମୟରେ, ଅଜ୍ଞାତରେ ଅନେକ ସମୟରେ ଜ୍ଞାତରେ, କିନ୍ତୁ ସେଥିରୁ ଆମେ ଦୂରେଇ ଯାଇପାରୁନା। ତାହେଲେ ତାହେଲେ କ'ଣ ଆମେ ଏଇ ଦୁର୍ଯ୍ୟୋଧନୀ ଚେତନାର ଶିକାର ହେଇ ଚିରକାଳ ରହିବା? ଜୀବନଟା ବ୍ୟର୍ଥ ହେଇଯିବ ନା? ଉପାୟ ଅଛି। ଉପାୟ ହେଉଛି ଗୁରୁଙ୍କ ଆଶ୍ରୟ ନେବା। କାରଣ ଗୁରୁ ହିଁ ଆଲୋକବର୍ତ୍ତିକା, ପାଥ ଫାଇଣ୍ଡର, ପଥ ନିର୍ଦ୍ଦେଶକ, ଟର୍ଚ୍ଚ ବିୟର, ଆଲୋକବର୍ତ୍ତିକା। ଏବଂ ଗୁରୁ କହିଲେ ସାଧାରଣତଃ ଆମେ ଶିକ୍ଷା ଗୁରୁଙ୍କୁ ବୁଝୁ, ଯେଉଁମାନେ ଶାସ୍ତ୍ରଜ୍ଞ, ଅଧ୍ୟୟନ କରନ୍ତି, ଅଧ୍ୟବସାୟ ଯେଉଁମାନଙ୍କର ଅଛି ସେମାନେ ଗୁରୁ। ସେ ଗୁରୁ ଆମକୁ ବାଟ ଦେଖାଇ ପାରିବେ ନାହିଁ। ସେ ପରୀକ୍ଷାରେ କୃତିତ୍ୱ ଲାଭ କରିବା ପାଇଁ ବିଦ୍ୟାଦାନ କରିପାରିବେ, କିନ୍ତୁ ଅବାଟରୁ ବାଟକୁ ଯିବା ପାଇଁ, ଆମକୁ ମୋକ୍ଷ ଲାଭ କରିବା ପାଇଁ ମାର୍ଗଦର୍ଶନ ଦେଇପାରିବେ ନାହିଁ। କିଏ ଦେଇପାରିବେ? ଦେଇପାରିବେ ସଦ୍ଗୁରୁ। ସେଇ ସଦ୍ଗୁରୁଙ୍କ ସାମ୍ନା, ତାଙ୍କ ପାଦପଦ୍ମରେ ମୁଁ ପ୍ରଥମେ ଆମ ସମସ୍ତଙ୍କ ତରଫରୁ ମୋର କୋଟି କୋଟି ପ୍ରଣାମ ଜଣାଉଛି। ମହାଭାରତ ଯୁଦ୍ଧ ପରେ ଯେତେବେଳେ ପଞ୍ଚପାଣ୍ଡବ ନିଷ୍ପତ୍ତି କଲେ ଆମେ ଗୋଟିଏ ରାଜସ୍ୱ ଯଜ୍ଞ କରିବୁ, ନିଷ୍ପତ୍ତି ହେଲା, ସମସ୍ତ ରାଜା ମହାରାଜଙ୍କୁ ଡକାଗଲା, ଋଷି ମହର୍ଷିଙ୍କୁ ଡକାଗଲା ଏବଂ ପୂର୍ଣ୍ଣାହୁତି ସମୟରେ ଗୋଟିଏ ନେଉଳ ଆସି ସେଠି ପହଞ୍ଚି ସମସ୍ତେ ଏକ ସ୍ୱରରେ କହିଲେ ଇଏ ହେଉଛି ଶ୍ରେଷ୍ଠ ଯଜ୍ଞ। ଯୁଧିଷ୍ଠିରଙ୍କ ଦ୍ୱାରା, ଯୁଧିଷ୍ଠିରଙ୍କ ପୌରୋହିତ୍ୟରେ ଆୟୋଜିତ ପଞ୍ଚପାଣ୍ଡବଙ୍କର ଯଜ୍ଞ ହେଉଛି ଶ୍ରେଷ୍ଠ ଯଜ୍ଞ। କିନ୍ତୁ ସେ ନେଉଳଟି ଆସିଲା, ଯାହାର ଅର୍ଦ୍ଧେକ ଶରୀର ସ୍ୱର୍ଣ୍ଣାଭ ହୋଇଯାଇଛି, ସୁନା ଆଚ୍ଛାଦିତ ହୋଇଛି। ସେ କହିଲା ଏ ଯଜ୍ଞ ନୁହେଁ। ସେଠି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଉପସ୍ଥିତ। ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ, ସ୍ତମ୍ଭୀଭୂତ ହେଇଗଲେ। ହଁ, ଏ ଯଜ୍ଞ ନୁହେଁ? ନେଉଳ ଦୁପ୍ତ କଣ୍ଠରେ କହିଲା, ହଁ ମୁଁ ପୁନରାବୃତ୍ତି କରୁଛି, ଏ ଯଜ୍ଞ ନୁହେଁ। କାରଣ କହିଲା, ମୁଁ ଉତ୍ତରରେ ନେଉଳ କହୁଛି ଅନୁଭୂତିର କଥା। କହିଲା, ଗୋଟିଏ ସମୟରେ ଗୋଟିଏ ରାଜ୍ୟରେ ଦୁର୍ଭିକ୍ଷ ପଡ଼ିଲା। ହାର୍ନ ଚିତ୍କାର କରି ଶହ ଶହ ଲୋକ ପ୍ରାଣ ହରାଇଲେ। ମୁଁ ମଧ୍ୟ କୁଦାତୁର ହୋଇ ଏଣେ ତେଣେ ଦୌଡ଼ି ବୁଲିଲି ଖାଦ୍ୟ ପାଇଁ, କୋଉଠି ପାଇଲି ନାହିଁ। ଯେତେବେଳେ ମୁଁ ଅନୁଭବ କଲି ମୋ ପ୍ରାଣ ଛାଡ଼ିଯିବ, ସୌଭାଗ୍ୟକ୍ରମେ ଗୋଟିଏ ପରିବାରରେ ଯାଇ ପହଞ୍ଚିଲି ଏବଂ ସେ ପରିବାରର ଯେ ମୁଖ୍ୟ 4 ଦିନ ଉପବାସ ରହିଲା ପରେ ଛତୁ ଟିକେ ଆଣି ରୋଷେଇ କରି ଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। ମୁଁ ଯେତେବେଳେ ଯାଇ କହିଲି ଯେ ମୁଁ ক্ষୁଧିତ, ମୋତେ ଖାଦ୍ୟ ଦିଅନ୍ତୁ, ସେ ପରିବାରର ମୁଖ୍ୟ ଯିଏ, ସିଏ
ତାଙ୍କ ଭାଗ ଚାରି ଭାଗରେ ବ୍ୟକ୍ତ କରିଛନ୍ତି। ସାମାନ୍ୟ କେତେକ ମାନେ ସ୍ୱଳ୍ପ ଛତୁ ସେ ତାଙ୍କ ଭାଗଟିକୁ ଆଣି ମୋତେ ଦେଇଦେଲେ। ମୁଁ କହିଲି ମୋର ପେଟ ପୁରିଲା ନାହିଁ, ମୋତେ ଆଉ ଦିଅନ୍ତୁ। ତାଙ୍କ ସ୍ତ୍ରୀ ତାପରେ ତାଙ୍କ ଭାଗଟିକୁ ମଧ୍ୟ ଦେଇଦେଲେ। ତାପରେ ମୁଁ କହିଲି ନା ମୋର ଆହୁରି ଦରକାର। ତାଙ୍କର ପୁଅ ତାଙ୍କ ଭାଗଟିକୁ ଦେଇଦେଲେ। ତାପରେ ମୁଁ ସମାନ କଥା କହି ଆହୁରି ଖାଦ୍ୟ ମାଗିବାରୁ ତାଙ୍କର ବୋହୂ ତାଙ୍କ ଭାଗଟିକୁ ଦେଇଦେଲେ। ଚାରି ଭାଗର ଖାଦ୍ୟ ମୋତେ ଦେଇଦେଲେ। ମୁଁ ଖାଇଦେଲି, ମୁଁ ବଞ୍ଚିଗଲି। କିନ୍ତୁ ସେ ସମସ୍ତେ ଚାରିଜଣ ଉପବାସରେ ମରିଗଲେ, ଅନାହାରରେ। ମୁଁ ଖାଇ ଦୁଃଖରେ ଏବଂ ସୁଖରେ ଯେତେବେଳେ ସେ ଘର ଅଗଣାରେ ଗଡ଼ିଗଲି, ମୋର ଅର୍ଦ୍ଧେକ ଶରୀର ସୁନାର ପରିଣତ। ମୁଁ କିନ୍ତୁ ଆଉ ଗୋଟେ ଜାଗା ଖୋଜୁଛି ଯୋଉଠି ମୁଁ ଗଡ଼ିଗଲା ପରେ ମୋର ପୁରା ଶରୀରଟା ସୁନା ହେଇଯିବ। ସେଇ ଜାଗା ଅନ୍ୱେଷଣରେ ଅଛି। এই ধর্মরাজ যুধিষ্ঠিরଙ୍କ ପୌରୋହିତ୍ୟରେ ଆୟୋଜିତ এই ଧର୍ମଯଜ୍ଞ ପୁଣ୍ୟଯଜ୍ଞ ସ୍ଥଳରେ ଗଡ଼ିଗଲି, କିନ୍ତୁ କାହିଁ ହେଲା ତ ନା। ତେଣୁ ଏ ଯଜ୍ଞ ସେ ହେଉଛି ପ୍ରକୃତ ଯଜ୍ଞ, ଯୋଉଠି କର୍ତ୍ତବ୍ୟ ଯଜ୍ଞ କରାଯାଏ। ଏବଂ ସେ ହେଉଛି ପରିବାର, ଯୋଉ ପରିବାର ତାଙ୍କର ସମସ୍ତ ତ୍ୟାଗ କରି ଜୀବନ ଦାନ କରି ମୋର ଜୀବନ ରକ୍ଷା କଲେ। ସେମାନଙ୍କର ହେଉଥିଲା କର୍ତ୍ତବ୍ୟ ଯଜ୍ଞ। ଏବଂ ଯିଏ କର୍ତ୍ତବ୍ୟ ଯଜ୍ଞ କରେ ସେ ସିଦ୍ଧି ଲାଭ କରେ। ଏବଂ ସେମାନେ ଗୃହସ୍ଥ କିନ୍ତୁ ଆଦର୍ଶ ଗୃହସ୍ଥ। ମୋ ବିଚାର ସେଇମାନେ ହିଁ ଗୃହସ୍ଥ, ସେଇମାନେ ହିଁ ଆଦର୍ଶ ଗୃହସ୍ଥ। ତେଣୁ ଆଜି ଦିନରେ এই পবিত্র অবসরে আমি যেতবে গুরু চর্চা করছে এবং আমি আমার নিজের পরিচয় পাই যেতবে বিকল হয়েকি আমি চিৎকার করছে, সেতবে আমার স্মৃতিকে আসুছে আমার সন্ত অচ্যুতানন্দ ব্রহ্মসাঙ্কଳି কাব্যর নবম কলসর কইଥିବା কথা। বিনা সদ্গুরু ন কহিলে কে চিহ্নি পারিব শয়লে। সদ্গুরু যদি ন কইবে, চিহ্নেই ন দেবে, পরিচয় ন দেবে, তাহলে শয়ল অর্থ সংসারে পৃথিবীরে তোমাকে কেহি চিহ্নি পারিবে না। এবং আজি সেইপাই সদ্গুরুଙ୍କ পাখରେ ନିଜକୁ ସମର୍ପିତ କରିବା ସୁଯୋଗ ଆସିଛି, ମୁହୂର୍ତ୍ତ ଆସିଛି। ଇଏ ସାଧାରଣ ମୁହୂର୍ତ୍ତ ନୁହଁ, ଅସାଧାରଣ ମୁହୂର୍ତ୍ତ। ଇଏ ହେଉଛି ମହାର୍ପଣ। ତାହେଲେ ଆମେ ସଦ୍ଗୁରୁଙ୍କର ନିକଟବର୍ତ୍ତୀ ହେବା କେତେବେଳେ, କିପରି ଆଶୀର୍ବାଦ ପାଇଁ ଯୋଗ୍ୟ ହେବା କେତେବେଳେ, ସେତେବେଳେ ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ୱତୀ ଅତି ସଂକ୍ଷେପରେ ଯୋଡ଼ିଏ ମାର୍ଗଦର୍ଶନ ଦେଇଛନ୍ତି। শঙ্করের পথ ଆଉ শঙ্করের মত ଆଉ গৌরাঙ্গের শঙ্করের মত সে হচ্ছে জ্ঞান জ্ঞান পথ ଆଉ ଗୌରାଙ୍ଗର ପଥ ଭକ୍ତି ପଥ। ଜ୍ଞାନ ଆଉ ଭକ୍ତିର ଅପୂର୍ବ ସମନ୍ୱୟ ହଉଛି ଠାକୁରଙ୍କର ଦିଗ୍ଦର୍ଶନ ମନ୍ତ୍ର, ପବିତ୍ରିତ ମନ୍ତ୍ର। ଆସନ୍ତୁ ଆଜି ପୁଣି ଥରେ ଏ ଶୁଭ ଅବସରରେ, ଏ ମହାର୍ପ ମୁହୂର୍ତ୍ତରେ ସଦ୍ଗୁରୁ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କର ପାଦ ପଦ୍ମରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗୀକୃତ କରି ତାଙ୍କର କୃପା ଲାଭ କରିବା। ଜୟ ଗୁରୁ। ମା ମାନେ ଲକ୍ଷ୍ୟ କରନ୍ତୁ, ଏ ପେଣ୍ଡାଲ ଉପରେ ଏ ପୁତ୍ରୀଟି କାହାର ହଜିଯାଇଛି, ମାଆଙ୍କୁ ପାଉନାହିଁ। ତେଣୁ ଯୋଉ ମାଆଙ୍କର ଇଏ ପୁତ୍ରୀ ଆସି ପେଣ୍ଡାଲ ଉପରୁ ନେଇଯାଆନ୍ତୁ।